ଏବେ ଆସିଗଲା ଚାଷୀ ଭାଇମାନଙ୍କ ଯେଉଁ ବଳଦ ଖୋଜୁଛନ୍ତି ଆପଣମାନେ ଚାଷବାସ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସେହି ବଳଦ ଆପଣମାନଙ୍କ ପାଇଁ ପ୍ରଯୁଜ୍ୟ ହିଁ ଜିନିଷ। ହାଇ ହ୍ୟାଲୋ ଜୟ ଜଗନ୍ନାଥ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓ ନୂଆ ବ୍ଲଗ୍ରେ ମୁଁ ଭାସ୍କର ଆପଣଙ୍କୁ ସ୍ୱାଗତ ଜଣାଉଛି ଆମ ଚ୍ୟାନେଲ ଭାସ୍କର ଦୀପୁ ଫାର୍ମିଂ ବ୍ଲଗ୍ସ। ସମସ୍ତେ ତ ଜାଣିଥାନ୍ତି ଆମର ଚ୍ୟାନେଲରେ କେବଳ ଆସୁଛି କ'ଣ ଫାର୍ମିଂ ରିଲେଟେଡ୍ ସବୁ ଭିଡ଼ିଓ ଆସୁଛି, ଯାହାକି ପଶୁଜନ୍ତୁଙ୍କର ସେଲ୍ ଆଉଟ୍ ଉପରେ ହେଉ ନାହିଁ ତ ପଶୁଜନ୍ତୁଙ୍କର କ'ଣ ଲକ୍ଷଣ ରହୁଛି କ'ଣ ନାହିଁ, କେମିତି ଖାଇବା ପିଇବା ଦେବା କ'ଣ ନାହିଁ ତାରି ବିଷୟରେ ହେଉ ଡିଟେଲ୍ସ ଭାବରେ ଏଇ ବିଷୟରେ ଡିସ୍କସନ୍ କରୁଛି ଆମ ଭିଡ଼ିଓରେ। ଆଉ ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବା କ'ଣ ସେଇ ଦୁଇଟା ବଳଦ ଜଣକ ସେଇ ଜଣେ ଚାଷୀ, ସିଏ ଜଣେ ଚାଷୀ କାହିଁକିନା ସିଏ ଜଣେ ଚାଷୀ ମଧ୍ୟ ସିଏ ଆଉ ଗୋଟେ ଚାଷୀକି ଦେବାକୁ ଚାହୁଁଛନ୍ତି। ତେଣୁକରି ଯେଉଁ ଯେକୌଣସି ଚାଷୀ ଭାଇମାନେ ଅଛନ୍ତି କେବଳ ତାଙ୍କରିମାନଙ୍କ ପାଇଁ ଆମେ କହୁଛୁ। ସେ ଚାଷୀ ଭାଇମାନେ କେବଳ ଚାଷ କାର୍ଯ୍ୟ ପାଇଁ ଯଦି ନେବେ ତାହେଲେ ଏଇ ଭିଡ଼ିଓ ଦେଖନ୍ତୁ। ଯେକୌଣସି ଲୋକ ଚାଷୀ ଅଛନ୍ତି ଆମର ସ୍ପେଶିଆଲି ଆମେ କହୁଛୁ ଓଡ଼ିଶାରେ ବହୁତ ପରିମାଣରେ ଚାଷୀ ଅଛନ୍ତି ଆମର ପ୍ରାୟତଃ ଲୋକାଲିଟିରେ ଲୋକଙ୍କର କର୍ମକ୍ଷେତ୍ର ହେଉଛି କେବଳ ଚାଷ କାର୍ଯ୍ୟ। ତେଣୁକରି ସେ ଚାଷ କାର୍ଯ୍ୟ ପାଇଁ ଲୋକ ନିଅନ୍ତି। ତେଣୁକରି ସେ ନେବା ପାଇଁ ହେଲେ ଏଇ ଯେଉଁ ଜନ୍ତୁ ଦେଖେଇବୁ ଆମେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ, ଏଇ ଭିଡ଼ିଓର ଲୋକେସନ୍ ହେଉଛି ଖୋର୍ଦ୍ଧା। ତେଣୁକରି ତାର ସବୁକିଛି ଡିଟେଲ୍ସ କଥା ହେବା ପାଇଁ ଆଉ କିଛି ଜାଣିବା ପାଇଁ ତାହେଲେ ଭିଡ଼ିଓ ଫୁଲ୍ ଦେଖନ୍ତୁ, ବିନା ସ୍କ୍ରିନ୍ର ସହିତ ଦେଖନ୍ତୁ। ଚାଲନ୍ତୁ ଦେଖିବା ଭିଡ଼ିଓ। ଆଜିର ଭିଡ଼ିଓରେ କିନି ଆମେ ଡିସ୍କସନ୍ କରିବା ସେ ଦୁଇଟା ବଳଦଙ୍କ ବିଷୟରେ କିନି, ଯେଉଁ ଦୁଇଟା ବଳଦଙ୍କୁ ଆମେ ଭିଡ଼ିଓରେ ଦେଖେଇବୁ ଆପଣମାନଙ୍କୁ, ଆଉ ପର୍ଟିକୁଲାର ତା ବିଷୟରେ କିନି ଆପଣମାନେ ଜାଣିବେ। ଆଉ ସେଇ ଯେଉଁ ବଳଦ ଅଛନ୍ତି ତାଙ୍କର କିଛି ଯଦି ଆସୋସିଏରିଜ୍ ଦରକାର ହେଉଛି ତାହେଲେ ଅଛି ଆମ ଷ୍ଟୋର ଭିଜିଟ୍ କରନ୍ତୁ, ନାଇଁ ତ ଡେସ୍କ୍ରିପସନ୍ରେ ଟ୍ୟାଗ୍ରେ ଲିଙ୍କ୍ ଅଛି, ସେ ଲିଙ୍କ୍କି ଯାଆନ୍ତୁ, କ୍ଲିକ୍ କରନ୍ତୁ। ଜନ୍ତୁ କିଛି ଇକ୍ୱିପମେଣ୍ଟ ନାଇଁ ଆସୋସିଏରିଜ୍ କିଛି ଘଣ୍ଟି ୱେଟ୍ ଖାଇବା ଫିଡ଼ର କିଛି ଫୁଡ୍ ସବୁ କିଛି ପାଇବେ। ତେଣୁକରି ଆଜି ଡିସ୍କସନ୍ କରିବା ସେଇ ବଳଦଙ୍କ ଉପରେ। ଚାଲନ୍ତୁ ଭିଡ଼ିଓ ଦେଖିବା ବଳଦଙ୍କର ତା ସହିତ ଡିସ୍କସନ୍। ଆଚ୍ଛା, ଚାଷୀ ଭାଇମାନଙ୍କ ପାଇଁ କେବଳ ପ୍ରଯୁଜ୍ୟ ଜିନିଷ ଦେଖାଉଛୁ। ତେଣୁକରି ଇଏ ଯେଉଁ ଜିନିଷ ବର୍ତ୍ତମାନ ଦେଖାଉଛୁ ଆପଣଙ୍କୁ ଦୁଇଟା ବଳଦ ଅଛନ୍ତି ଏଥିରେ। ଯେଉଁ ଦୁଇଟା ବଳଦ ଆପଣଙ୍କୁ ଦେଖେଇଛୁ ଟିକିଏ ଗୋଟେ କସରାକୁ ହ୍ୱାଇଟ୍ ଟିକେ ମିକ୍ସ ଅଛି ଆଉ ଗୋଟେ ପୁରା ହ୍ୱାଇଟ୍। ଏ ଯେଉଁ ଦୁଇଟା ଅଛନ୍ତି ଦୁଇଟାକ ମାନେ ଯେଉଁ ବଳଦ ଯୋଡ଼ାକ ଅଛନ୍ତି ଦୁଇଟାକ ବଳଦକୁ ଭଲରେ ଲକ୍ଷ୍ୟ କରନ୍ତୁ। ବଳଦଙ୍କର କ'ଣ ରହୁଛି କ'ଣ ନାହିଁ, ଫିଗର କ୍ୱାଲିଟି କ'ଣ ରହୁଛି, କି ଜନ୍ତୁ ଦେଖିବାକୁ କ'ଣ ଲାଗୁଛନ୍ତି, କାରଣ ଏଇଠୁ ତ କିଛି ଜାଣିପାରିବେନି ପର୍ଟିକୁଲାର ସେତେଟା, ଯେତିକି ଜାଣିପାରୁଛନ୍ତି ଖାଉଛନ୍ତି ପିଉଛନ୍ତି କ'ଣ ନାହିଁ, ଆଉ ତାଙ୍କ ଏଜ୍ କେତେ ହେଇଥିବ। ଯଦି ଆପଣମାନେ ଜନ୍ତୁ ପୋଷିଥିବେ କି ଜନ୍ତୁ ରଖିଥିବେ ଆପଣମାନେ ପର୍ଟିକୁଲାର ଜାଣିଦେବେ ଯେ ଏ ଜନ୍ତୁ ଆମକୁ ଠିକ୍ ଅଛି ନା ଭୁଲ ଅଛି। ତେଣୁକରି ଆଉ ଭିଡ଼ିଓରେ ତ ଦେଖୁଛନ୍ତି ଆପଣମାନେ ଯାହା ବି ଜନ୍ତୁ ଦେଖାଉଛୁ ସେ ସେମ୍ ଜନ୍ତୁ ଆପଣ ଯିବେ ସେଇ ଲୋକେସନରୁ ଧରିକି ଆସିବେ। ଆଉ ଆପଣମାନେ କହୁଛି ଗୋଟିଏ ଜିନିଷ, କେବଳ ଚାଷୀ ଭାଇମାନେ ଯେଉଁମାନେ ଚାଷ କାର୍ଯ୍ୟରେ ଲିପ୍ତ ଅଛନ୍ତି, ଯାହାଙ୍କର ଚାଷବାସ ଉପରେ କିନ୍ତୁ ବହୁତ ଅଭିଜ୍ଞତା ଅଛି, ହଳ ବଳଦ ଉପରେ କିନ୍ତୁ କୌଣସି ଅଭିଜ୍ଞତା ଅଛି, ସେଇମାନେ ହିଁ କେବଳ ଯାଆନ୍ତୁ। ଆଉ ସେଇମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଅଛି। ଆମେ ଏତିକି ହିଁ ଜଣାଉଛୁ ସଦାବେଳେ ସବୁ ଭିଡ଼ିଓ। ତେଣୁକରି ଚାଲନ୍ତୁ ଆଉ ଥରେ ଦେଖିବା କିଛି କ୍ଲିପ୍ ତାଙ୍କର ଅଛି, ସେଇ ଭିଡ଼ିଓ ଡିସ୍କସନ୍ କରିବା ତାଙ୍କର ଉପରେ କିନି। ଚାଲନ୍ତୁ ଦେଖ। ଆଉ ଏଇ ବଳଦଙ୍କ ଉପରେ କହିବାକୁ ଗଲେ ଏତିକି ଡିଟେଲ୍ସ ଯେ ଏ ବଳଦ ଦାନ୍ତ ପାଇଯାଇଛନ୍ତି ସେ କହିବା କଥା ଯେତିକି। ଆଉ ଇଏ ହଳ ଶଗଡ଼ ଚାଷ ମଇ ସବୁକିଛି ସବୁଥିରେ କିନ୍ତୁ ଯାଉଛନ୍ତି। ତା ବ୍ୟତୀତ ୟାଙ୍କର ଲୋକେସନ୍ ହେଉଛି ଆପଣମାନେ ପର୍ଟିକୁଲାର ଧ୍ୟାନର ସହିତ ମନେ ରଖନ୍ତୁ, ୟାଙ୍କର ଲୋକେସନ୍ ହେଉଛି ହରିପୁର ଆଉଟପୋଷ୍ଟ ତାଙ୍କର ହରିପୁର ଅଛି, କିନ୍ତୁ ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଜିଲ୍ଲାରେ ହିଁ ଅଛନ୍ତି। ଇଏ ବି ଚାହୁଁଛନ୍ତି ଜଣେ ଚାଷୀଙ୍କୁ ଦେବାକୁ, ଯିଏ ଭଲ ଚାଷୀ ଜଣେ ଯିଏ ନେଇକି ତାଙ୍କୁ ଠିକ୍ରେ ରଖିପାରିବ, ତାଙ୍କ ହେପାଜତ ରଖିପାରିବ କି ତାଙ୍କୁ ଚାଷବାସ କାର୍ଯ୍ୟରେ ନିୟୋଜିତ କରିବ, କ'ଣ କରିବ କ'ଣ ନାହିଁ। ଯଦି ଆପଣମାନେ ବି ଚାହୁଁଛନ୍ତି, ଯଦି ଏଇ ଚାଷବାସ କାର୍ଯ୍ୟ ପାଇଁ ନିୟୋଜିତ କରିବା ପାଇଁ କିଛି ଚାହୁଁଛନ୍ତି ନେବା ପାଇଁ, ତାହେଲେ ଯୋଗାଯୋଗ କରିବେ। ଏଇଥିରେ ତାଙ୍କ କଣ୍ଟାକ୍ଟ ନମ୍ବର ମଧ୍ୟ ଦିଆଯାଇଛି ସେ ଭାଇଙ୍କର, ଚାଷୀ ଭାଇଙ୍କର, ତାଙ୍କ ସାଙ୍ଗେ ଯୋଗାଯୋଗ କରନ୍ତୁ। ଆଉ ଯଦି ଆଉ କ'ଣ ସୁବିଧା ଅସୁବିଧା ହେଲା ତାହେଲେ ତାଙ୍କୁ ଫୋନ୍ କରି ଡିଟେଲ୍ସ ବୁଝିପାରନ୍ତି। ତାଙ୍କ ପାଖକୁ ଯାଇକି ସେଠୁ କିନ୍ତୁ ଜନ୍ତୁ କେମିତି ନେବେ କ'ଣ ନାହିଁ କ'ଣ ସୁବିଧା କରିବେ ସେଇଟା ତାଙ୍କ ସାଙ୍ଗେ ଡିଟେଲ୍ସରେ କଥା ହୁଅନ୍ତୁ। ଆମେ ଆପଣମାନଙ୍କୁ ଜନ୍ତୁ ଦେଖେଇଲୁ ଏଇ ଲୋକେସନରେ ଏଇ ଦୁଇଟା ଜନ୍ତୁ ଅଛନ୍ତି ବୋଲି। ତେଣୁକରି ଆପଣ କେମିତି ଯିବେ ସେଠି କ'ଣ କରିବେ କେମିତି ଆଣିବେ ବୋଲି ସେଇଟା ତାଙ୍କ ସାଙ୍ଗେ ଡିଟେଲ୍ସ କଥା ହୁଅନ୍ତୁ। କଥା ହେଇସାରିଲା ପରେ ଚାଷୀଙ୍କ ସାଙ୍ଗେ ଡିଟେଲ୍ସ କଥା ହୁଅନ୍ତୁ ବଳଦଙ୍କ ବିଷୟରେ, ତାପରେ ଯାଆନ୍ତୁ ଆଣିବା ପାଇଁ। ଆଉ ଭିଡ଼ିଓ ଶେଷରେ ସମସ୍ତଙ୍କୁ ସେଇ ଅନୁରୋଧ, ସବୁଦିନ ଭଳି ଯେଉଁଭଳି ଦେଖୁଛନ୍ତି ଆମ ଭିଡ଼ିଓମାନଙ୍କୁ, ସବୁ ଭିଡ଼ିଓମାନଙ୍କୁ ଯେତିକି ଭଲ ପାଇବା ଦେଉଛନ୍ତି ଆଉ ଟିକେ ଅଧିକ ଦେବାକୁ ଚେଷ୍ଟା କରନ୍ତୁ। ଆଉ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବୁ। ଆଉ ସମସ୍ତେ ଆମକୁ ଦେଖିଲା ପରେ ମଧ୍ୟ ବି ଜନ୍ତୁଙ୍କର କିଛି ବିଷୟରେ ଜାଣିପାରିବେ, ନାଇଁ ତ ସେଲ୍ ଆଉଟ୍ ପାଇଁ ଦେବେ, ନାଇଁ ତ କିଣିକି ନେଇପାରିବେ। ତେଣୁକରି ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ ସମସ୍ତେ।
ଭଲରେ ରୁହ।